ଦଶମ ଅଧ୍ୟାୟ ବିଦ୍ୟାପତିଙ୍କ ଦ୍ୱାରା ନୀଳମାଧବଙ୍କ ରୂପ ବର୍ଣ୍ଣନ, ଇନ୍ଦ୍ରଦ୍ୟୁମ୍ନଙ୍କ ସଭାବିନାଶ, ସହସା ନାରଦଙ୍କ ଆଗମନ ଓ ଭକ୍ତି ଭକ୍ତ ଲକ୍ଷଣ ନିରୂପଣ। ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କୁ ପଚାରିଲେ, ହେ ବିପ୍ରବର, ଆପଣ ତ ପୂର୍ବରୁ କେବେ ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ ନଥିଲେ। ସେ କ୍ଷେତ୍ର ବିଷୟରେ ଏତେ ବିସ୍ତୃତ କଥା ଜାଣିଲେ କିପରି? ମୋ ଆଗରେ ପ୍ରକାଶ କରି ମୋର ଶଙ୍କା ଦୂର କରନ୍ତୁ। ବିଦ୍ୟାପତି ଉତ୍ତର ଦେଲେ, ହେ ରାଜ, ମୁଁ ଥରଟିଏ ମାତ୍ର ସେ କ୍ଷେତ୍ରକୁ ଯାଇ କ୍ଷେତ୍ର ବିଷୟରେ ଯେଉଁ କଥା କହୁଛି ତାହା ଆଶ୍ଚର୍ଯ୍ୟଜନକ ନିଶ୍ଚୟ। ମୁଁ ସନ୍ଧ୍ୟା ସମୟରେ ନୀଳାଚଳରେ ପହଞ୍ଚି କାଳ ବିଳମ୍ବ ନ କରି ମାଧବଙ୍କ ଦର୍ଶନ କରିବାକୁ ଗଲି। ମନ୍ଦ ମନ୍ଦ ବାୟୁ ବହୁଥାଏ, ଚାରିଆଡେ ଦିବ୍ୟ ଗନ୍ଧରେ ପୁରି ଉଠିଥାଏ। ଆକାଶରୁ କିଏ ଯେପରି କହୁଥାଏ, ଯାଅ ଯାଅ। ସେ ଶବ୍ଦ ଶୁଣି ବହୁତ ଆନନ୍ଦ ଲାଗିଲା। ସେତିକି ବେଳେ ଦେବତାମାନେ ଆକାଶରୁ ପୁଷ୍ପବୃଷ୍ଟି କଲେ। ସମସ୍ତେ ନୀଳାଚଳ ପୁଷ୍ପରେ ଭର୍ତ୍ତି ହୋଇଗଲା। କ୍ରମଶଃ ଦେବତାଗଣ ସେଠାରେ ଆସି ପହଞ୍ଚିଲେ। ଅପୂର୍ବ ଗୀତ ବାଦ୍ୟ ଧ୍ୱନି ପରିବେଶକୁ ମଧୁମୟ କରିଦେଲା। ଦେବତାମାନେ ପ୍ରଭୁଙ୍କ ନିମନ୍ତେ ଅନେକ ଉପଚାର ଦ୍ରବ୍ୟ ସାଙ୍ଗରେ ଆଣିଥିଲେ। ଏହି ଉପଚାର ମନୁଷ୍ୟମାନଙ୍କ ପ୍ରତି ଦୁର୍ଲଭ। ଦେବତାମାନେ ଜଗନ୍ନାଥଙ୍କ ପୂଜା ଅର୍ଚ୍ଚନା କରିସାରି ଅନେକ ସ୍ତୁତିଗାନ କରି ସ୍ୱର୍ଗକୁ ଫେରିଗଲେ। ସେମାନେ ଗଲା ପରେ ମୋର ବନ୍ଧୁ ଶବର ବିଶ୍ୱାବସୁ ପ୍ରଭୁଙ୍କ ନିବେଦିତ ଖାଦ୍ୟ ପଦାର୍ଥ ମାଳା ଆଣି ମୋତେ ଉପହାର ସ୍ୱରୂପ ପ୍ରଦାନ କଲେ। ଏପର୍ଯ୍ୟନ୍ତ ଏହି ମାଳ ଅମ୍ଳାନ ରହିଛି। ଏହାର ମୂଲ୍ୟ ମଧ୍ୟ ନିରୂପଣ କରାଯାଇ ପାରିବ ନାହିଁ। ଏହାପରେ ନୀଳାଚଳ କ୍ଷେତ୍ର ମହିମା ବର୍ଣ୍ଣନା କରୁଛି, ଶୁଣନ୍ତୁ। ସେହି କ୍ଷେତ୍ର ଅପୂର୍ବ ଶିଳ୍ପ ନୈପୁଣ୍ୟରେ ପରିପୂର୍ଣ୍ଣ। ତାହାର ବର୍ଣ୍ଣନା ସାଧାରଣ ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ। ହେ ମହାରାଜ, ଆପଣଙ୍କ ପୁଣ୍ୟ ବଳ ଥିବାରୁ ମୁଁ ନୀଳଗିରିକୁ ଯାଇ ଏହି କ୍ଷେତ୍ର ଦେଖିବାର ସୌଭାଗ୍ୟ ଲାଭ କରିଛି। ଯାହା ଦେଖିଛି ତା ଆପଣଙ୍କ ଆଗରେ ବର୍ଣ୍ଣନା କରୁଛି। କ୍ଷେତ୍ରର ଚତୁଃପାର୍ଶ୍ୱ କଞ୍ଚ କାନନ ପରିବେଷ୍ଟିତ। ଏହାର ମଧ୍ୟଭାଗରେ କ୍ଷେତ୍ରର ନାଭି ସଦୃଶ ସୁନ୍ଦର ନୀଳଗିରି ପର୍ବତ ବିଦ୍ୟମାନ। ଏହାର ବିସ୍ତାର 5 କୋଶ ପର୍ଯ୍ୟନ୍ତ। ତୀର୍ଥରାଜ ମହୋଦଧ ଜଳରେ ପୂର୍ଣ୍ଣ ସ୍ୱର୍ଣ୍ଣ ବାଲୁକା ଆବୃତ ଏହି କ୍ଷେତ୍ର ଅତ୍ୟନ୍ତ ମନୋରମ। ନୀଳ ପର୍ବତର ଶୃଙ୍ଗରେ 1 କୋଶ ପରିବ୍ୟାପ୍ତ କଳ୍ପସ୍ଥାୟୀ ବଟବୃକ୍ଷ ରହିଛି। ଅତୀବ ପୁରାତନ ହେଲେ ମଧ୍ୟ ଏଥିରେ ଫଳ ବା ପୁଷ୍ପ ହୁଏ ନାହିଁ। ସୂର୍ଯ୍ୟଙ୍କ ଚଳନ ଅନୁସାରେ ମଧ୍ୟ ଏଥିରେ ଫଳ ବା ପୁଷ୍ପ ହୁଏ ନାହିଁ, ବା ଏହି ବୃକ୍ଷର ଛାୟାର ବ୍ୟତିକ୍ରମ ହୁଏ ନାହିଁ। ଏ ବୃକ୍ଷ ହରିଙ୍କ ଶରୀର ଭଳି। ବଟବୃକ୍ଷର ପୁଷ୍ପ ଭାଗରେ ରୋହିଣୀ କୁଣ୍ଡ ବିଦ୍ୟମାନ। କୁଣ୍ଡର ସୋପାନ ନୀଳକାନ୍ତ ବସ୍ତ୍ରରେ ନିର୍ମିତ। କୁଣ୍ଡର ନିମ୍ନ ଦେଶ ଯାଏ ପାବଚ ଶ୍ରେଣୀ ଲମ୍ବିଛି। କୁଣ୍ଡର ଉପରି ଭାଗ ଚତୁଃପାର୍ଶ୍ୱରେ ପଟୁକ ବେଦୀ ରହିଛି। କୁଣ୍ଡରେ ଜଳ ସ୍ପର୍ଶ କଲେ ସମସ୍ତ ପାପ ଦୂର ହୋଇଯାଏ। କୁଣ୍ଡ ପାର୍ଶ୍ୱ ବଟର ଛାଇ ଅତ୍ୟନ୍ତ ସୁଶୀତଳ। ରୋହିଣୀ କୁଣ୍ଡ ପୂର୍ବ ପଟକୁ ଦେବାର ମଧ୍ୟଭାଗରେ ସ୍ୱର୍ଣ୍ଣ ପଦ୍ମ ଉପରେ 81 ଅଙ୍ଗୁଳ ବିଶିଷ୍ଟ ଶଙ୍ଖଚକ୍ର ଗଦା ପଦ୍ମଧାରୀ ଇନ୍ଦ୍ର ନୀଳକାନ୍ତ ମଣି ବିଗ୍ରହ ମହାପ୍ରଭୁ ଜଗନ୍ନାଥ ଅବସ୍ଥାନ କରନ୍ତି। ତାଙ୍କର ଲଲାଟର ଶୋଭା ଅଷ୍ଟମୀ ଚନ୍ଦ୍ରକୁ ପରାଜିତ କରେ। ନେତ୍ର ନୀଳକୁମୁଦ ଠାରୁ ମଧ୍ୟ ଅଧିକ ସୁନ୍ଦର। ମୁଖଚନ୍ଦ୍ର ଦର୍ଶନରେ ତ୍ରିତାପ ଶାନ୍ତି ହୋଇଯାଏ। ନାସାଦୟ ତିଳ ପୁଷ୍ପ ପରିଶୋଭିତ। ଭଙ୍ଗିମା ଅଧର ସାଗରର ଗର୍ଭକୁ ଚୂନା କରିଦିଏ। ସର୍ବଦା ଅଧର ହାସ୍ୟରେ ନୀଳ ବିକଶିତ। କଣ୍ଠ ଯୁଗଳର ନିମ୍ନ ଭାଗ ଅତି ଶୋଭିତ ଦିଶେ। ଚିବୁକର ଶୋଭା ପ୍ରତ୍ୟକ୍ଷ ମନକୁ ଆକର୍ଷଣ କରେ। ଓଷ୍ଠଦ୍ୱୟର ପ୍ରାନ୍ତ ଭାଗର ଅପୂର୍ବ ଗଠନ ଦର୍ଶକର ମନକୁ ମୋହିଦିଏ। କର୍ଣ୍ଣରେ ମକର କୁଣ୍ଡଳ, ଗଳା ସୁନିର୍ମଳ ମାଳାରେ ସୁଶୋଭିତ। ହସ୍ତରେ ଦକ୍ଷିଣାବର୍ତ୍ତ ଶଙ୍ଖ, ଗଳାରେ ଦିବ୍ୟ କୌସ୍ତୁଭମଣି। ଗଭୀର ନାଭି ହୃଦୟରେ ସୂକ୍ଷ୍ମ ରୋମାବଳୀ। ପାନୀୟତେ ସ୍କନ୍ଧ ଯୁଗଳ, ଅଜନ ଲମ୍ବିତ ବାହୁ। କଟି ଦେଶରେ କାଞ୍ଚି ଦାମ ମୁକ୍ତାର କିଙ୍କିଣୀ। ଜାନୁଦେୟ ସ୍ତମ୍ଭ ପରେ ଶୋଭା ପାଉଥାଏ। କଙ୍କଣ ଦେହରେ ମୁକୁଟ ମଣ୍ଡିତ ମହାପ୍ରଭୁ। କଙ୍କଣ କେୟୁର ମୁକୁଟ ମଣ୍ଡିତ ମହାପ୍ରଭୁ ଜଗନ୍ନାଥ ସ୍ଥାନ ବୃକ୍ଷ ପରି ପତିତ ହୋଇଥାନ୍ତି। ଚାରି ହସ୍ତରେ ଶଙ୍ଖ ଚକ୍ର ଗଦା ପଦ୍ମ ଶୋଭା ପାଏ। ତାହାଙ୍କ ଦର୍ଶନରେ ଜୀବନମୁକ୍ତ ହୋଇ ଜୀବର ସମସ୍ତ ବନ୍ଧନ ଫିଟିଯାଏ। ପ୍ରଭୁଙ୍କ ବାମ ପାର୍ଶ୍ୱରେ କ୍ଷୀରାବ୍ଦୀ ତନୟା ଦିବ୍ୟ ଅଳଙ୍କାର ଭୂଷିତ ପଦ୍ମହସ୍ତା ମା ଲକ୍ଷ୍ମୀ ନାରାୟଣଙ୍କୁ ଆଲିଙ୍ଗନ କରି ରହିଛନ୍ତି। ଅନ୍ୟ ହସ୍ତରେ ବୀଣା ଧରି ବାଦନ କରୁଥିବା ବେଳେ ଭଗବାନଙ୍କ ମୁଖକୁ ସରସ୍ୱତୀ ଅନାଇ ରହିଛନ୍ତି। ଜଗତର ପିତା ନାରାୟଣ ସାଗର ଦୁଲଣୀକୁ ସାଙ୍ଗରେ ଧରି ସ୍ମିତାସ୍ୟପୂର୍ଣ୍ଣ ମୁଖରେ ନୀଳାଚଳ ଭବନ ବସି ରହିଛନ୍ତି। ବସି ରହି ଦର୍ଶନାର୍ଥୀଙ୍କୁ ଧନ୍ୟ କରୁଛନ୍ତି। ଅନନ୍ତ ନାଗ ତାଙ୍କ ସହସ୍ର ଫଣାକୁ ଛତ୍ରାକାର କରି ଶ୍ରୀ ପୁରୁଷୋତ୍ତମଙ୍କ ପଛପଟେ ରହିଛନ୍ତି। ସମ୍ମୁଖରେ ଚକ୍ରର ସୁଦର୍ଶନ ଓ ତାଙ୍କ ପଛକୁ ବିନତ ନନ୍ଦନ ଗରୁଡ଼ ପ୍ରଭୁଙ୍କ ଦର୍ଶନ ନିମନ୍ତେ କର ଯୋଡ଼ି ଉଭା ହୋଇଛନ୍ତି। ନାରାୟଣଙ୍କ ଅଦ୍ଭୁତ ରୂପକୁ ଦେଖିଲେ ମନ ଲାଗି ରହେ, ଦର୍ଶକ କୃତାର୍ଥ ହୋଇଯାଏ। ଚିତ୍ତ ଯେପରି ରଜ୍ଜୁରେ ଆକର୍ଷିତ ହୋଇ ପ୍ରଭୁଙ୍କ ପାଇବାରେ ମଧ୍ୟ ଧାବିତ ହୁଏ। ମନୁଷ୍ୟ ସେହିପରି ପୂର୍ବଜନ୍ମର ସଞ୍ଚିତ ପୁଣ୍ୟ ଫଳ ଯୋଗୁଁ ପ୍ରଭୁଙ୍କ ଦର୍ଶନ କରିବାର ସମର୍ଥ ହୋଇପାରେ। ବିଭିନ୍ନ ତୀର୍ଥ ପର୍ଯ୍ୟଟନ, ଯାଗଯଜ୍ଞ, ବେଦପାଠ ଓ ତପ ବ୍ରତାଦି ଆଚରଣ କଲେ ମଧ୍ୟ ପ୍ରଭୁଙ୍କ ଦର୍ଶନ ମିଳେ ନାହିଁ। କିନ୍ତୁ ଯେ ବ୍ୟକ୍ତି ପୁରୁଷୋତ୍ତମ କ୍ଷେତ୍ରରେ ଅବସ୍ଥାନ କରି ନିର୍ମଳ ହୃଦୟରେ ନୀଳମାଧବଙ୍କୁ ଧନ୍ୟ କରେ, ତାର ସଂସାର ବନ୍ଧନ ଶିଥିଳ ହୋଇଯାଏ ଓ ସେ ବୈକୁଣ୍ଠରେ ସ୍ଥାନ ପାଏ। ଶାସ୍ତ୍ରରେ ମନୁଷ୍ୟର କର୍ମ ଫଳ ସେ ବର୍ଣ୍ଣିତ ହୋଇଛି। ଯେପରି ଜୀବ ସହିତ ମଣିକୁ ତୁଳନା କରାଯାଇପାରେ ନାହିଁ, ଠିକ୍ ସେହିପରି
କର୍ମଫଳ ଯୁକ୍ତ ହରି ଦର୍ଶନ ତୁଳନୀୟ ନୁହେଁ। ବିଷ୍ଣୁ ଦର୍ଶନ ଫଳରେ 1 ଶତାଂଶ କର୍ମଫଳ ଉପକୃତରେ ମଧ୍ୟ ଅଧିକ। ଯେ ବ୍ୟକ୍ତି ନୀଳଦ୍ରିନାଥଙ୍କୁ ଦର୍ଶନ କରୁଛି ସେ ବ୍ୟକ୍ତି ସହସ୍ର ଯୋଗୀର ଅଧିକାରୀ, ଦାତା, ସତ୍ୟବାଦୀ ଓ ଧର୍ମଚାରୀ ରୂପେ ପରିଗଣିତ ହୁଏ। ହେ ରାଜନ, ପ୍ରଭୁଙ୍କ ସେବାକାରୀଙ୍କ ଠାରୁ ମୁଁ ସକଳ ବୃତ୍ତାନ୍ତ ଶୁଣିଛି। ଆପଣଙ୍କ ଆଜ୍ଞା ପାଳନ କରି ମୁଁ ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ କ୍ଷେତ୍ରର ଦର୍ଶନ ସହିତ ସମସ୍ତ ବୃତ୍ତାନ୍ତ ଆପଣଙ୍କ ଚମତ୍କାର ବର୍ଣ୍ଣନା କଲି। ଏବେ ଆପଣ ଯାହା ଠିକ୍ ମନେ କରିବେ ତାହା କରିବେ। ବିଦ୍ୟାପତିଙ୍କ କଥା ଶୁଣି ଇନ୍ଦ୍ରଦ୍ୟୁମ୍ନ କହିଲେ, ହେ ବିପ୍ର, ଆପଣଙ୍କ ଭଗବାନଙ୍କର ସକଳ ବୃତ୍ତାନ୍ତ ଶୁଣିଲି। ହରିଙ୍କ ନିର୍ମାଲ୍ୟ ମାଳା ଧାରଣ କରି ସମସ୍ତ ପାପରୁ ମୁକ୍ତ ହେଲି। ଏବେ ମୁଁ ନୀଳମାଧବଙ୍କ ଦର୍ଶନ ନିମନ୍ତେ ଅଧିକୃତ ହେଲି। ମୋର ଏହି ସମୃଦ୍ଧି ରାଜ୍ୟର ସମସ୍ତ ଐଶ୍ୱର୍ଯ୍ୟକୁ ସାଙ୍ଗରେ ଧରି ନୀଳାଚଳକୁ ଯାଇ ସେଠାରେ ଉପଯୋଗୀ ଗୃହ ଦୁର୍ଗ ନିର୍ମାଣ କରି ରହି ଅଶ୍ୱମେଧ ଯଜ୍ଞ କରିବି ଓ ନୀଳଦ୍ରିନାଥଙ୍କୁ ପ୍ରୀତ୍ୟର୍ଥେ ଶୀତୋପଚାର ପୂଜା ଅର୍ଚ୍ଚନାର ବ୍ୟବସ୍ଥା କରିବି। ବ୍ରତ ଉପବାସ ସହିତ କଠୋର ନିୟମ ପାଳନ କରି ପ୍ରଭୁଙ୍କୁ ସନ୍ତୁଷ୍ଟ କରିବି। ମୋ ସେବାରେ ସନ୍ତୁଷ୍ଟ ହୋଇ ଭକ୍ତବତ୍ସଳ ଭଗବାନ ମତେ ସଂସାର ତାପରୁ ଉଦ୍ଧାର କରିବେ। ଏତିକି ବେଳେ ମହର୍ଷି ନାରଦ ଏଠାରେ ଉପସ୍ଥିତ ହେବାର ଦେଖି ରାଜା ନିଜର ଆସନରୁ ଓହ୍ଲାଇ ତାଙ୍କୁ ପାଦାର୍ଘ୍ୟ ଦେଇ ଆସନରେ ବସାଇଲେ। କୀର୍ତ୍ତନ ପୂର୍ବକ ନାରଦଙ୍କୁ କହିଲେ, ହେ ଦ୍ୱିତୀୟ ବ୍ରହ୍ମା, ମୋର ସମସ୍ତ ଯଜ୍ଞ, ବ୍ରତ, ଦାନ, ତପସ୍ୟା, ଶାସ୍ତ୍ର ଅଧ୍ୟୟନ ଆଜି ସଫଳ ହୋଇଛି। ଆପଣଙ୍କ ପାଦ ଆଜି ଏଠାରେ ପଡିଥିବାରୁ ମୋର ଭବନ ପବିତ୍ର ହୋଇଛି। ଦୟାକରି ଆଗମନର କାରଣ ଜଣାଇ କୃତାର୍ଥ କରନ୍ତୁ। ରାଜାଙ୍କ ବିନୟ ବଚନ ଶୁଣି ମୃଦୁ ହାସ୍ୟ କରି ନାରଦ କହିଲେ, ହେ ନୃପଶ୍ରେଷ୍ଠ ଇନ୍ଦ୍ରଦ୍ୟୁମ୍ନ, ତୁମର ନିର୍ମଳ ଯଶ କୀର୍ତ୍ତି ମାନ ଶ୍ରବଣ କରି ବୃଦ୍ଧ ମୁନି ଦେବତାଙ୍କ ସହ କେଉଁ ପଦ୍ମଧ୍ୱନି ପ୍ରୀତ ହୋଇଛନ୍ତି। ତୁମର ଯେତିକି ସଦ୍ଗୁଣ ଅଛି ସବୁ ଏକତ୍ର କଲେ ସବୁ ଅସାଧ୍ୟ ସାଧନ ହୋଇଯାଇ ତୁମର ମନସ୍କାମନା ପୂର୍ଣ୍ଣ ହେବ। ବ୍ରହ୍ମଲୋକରେ ସ୍ଥାନ ପାଇବା ନିମନ୍ତେ ଯେତିକି ସଦ୍ଗୁଣ ଯଥେଷ୍ଟ। ଦିନ ମୋ ନରନାରାୟଣଙ୍କ ଦର୍ଶନାର୍ଥେ ବଦ୍ରିକାଶ୍ରମକୁ ଯାଇଥିଲି। ପ୍ରଭୁଙ୍କୁ ଧ୍ୟାନ କରି ସାରିବା ପରେ ତୁମର ସଦ୍ଗୁଣ କଥା ମୋର ସ୍ମରଣ ହେଲା। ହେ ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମର ଯତ୍ନ ଅତୀବ ଉତ୍ତମ। ଏଥିପାଇଁ ତୁମ ବୁଦ୍ଧି ଓ ଭକ୍ତିର ଅଭିବୃଦ୍ଧି ଘଟିଛି। ଯାହାଙ୍କର ବିଷ୍ଣୁ ଭକ୍ତି ଅଛି ତାକୁ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରାପ୍ତି ହୁଏ। ଯିଏ ଅଳ୍ପ ତପସ୍ୟା କରିଥାଏ ତାର ହରିଭକ୍ତି ନଥାଏ। ଅନେକ ଅବିଦ୍ୟା 5 କ୍ଲେଶକୁ ବୃଦ୍ଧି କରେ। କେବଳ ଶୁଦ୍ଧ ଭକ୍ତି କରି ଭାବ କ୍ଲେଶକୁ ଦୂର କରିପାରେ। ସଂସାର ରୂପକ କାନନ ମଧ୍ୟରେ ରହି ମନୁଷ୍ୟ ଦୁଃଖ ଭୋଗ କରେ। ଏକମାତ୍ର ବିଷ୍ଣୁ ଭକ୍ତି ଉଦୟ ହେଲେ ତାର ସୁଖ ଜାତ ହୁଏ। ମାନବ ବଣିକଙ୍କ ଉପରେ ସବୁଠାରେ ବୁଲୁଥାଏ। କେତେବେଳେ ପକ୍ଷୀ ଜୁଣିଥାଏ, କେତେବେଳେ ସର୍ପାକାର ପରି ଜାତ ହୁଏ, କେତେବେଳେ ସ୍ୱର୍ଗକୁ ଯାଏ। ଏପରି ଅର୍ଦ୍ଧାବୃତ୍ତକୁ ଗମନ କରି ପଥଶ୍ରମୀ ହୁଏ। ନିଜର କର୍ମଫଳ ଯୋଗୁଁ ତାକୁ ବିଭିନ୍ନ ଯୋନିରେ ପ୍ରବେଶ କରିବାକୁ ପଡ଼ିଥାଏ। କାମ, କ୍ରୋଧ, ଲୋଭ, ମୋହ, ମଦ, ମାଛ, ଷଡ଼ରିପୁ ଓ ଚୋର ଭଳି ଜୀବକୁ ଗ୍ରାସ କରିଥାନ୍ତି। ଭଗବତୀ ବିଷ୍ଣୁ ଭକ୍ତିକୁ ସଦ୍ଗୁଣ ମାତୃ ରୂପରେ ଏକମାତ୍ର ଆଶ୍ରୟ କରିଥାନ୍ତି। ତେଣୁ ସେମାନେ ସନ୍ତୁଷ୍ଟ ଚିତ୍ତ ହୋଇ ସଂସାରରେ ବାସ କରୁଥାନ୍ତି ଓ ତାଙ୍କୁ ଦୁଃଖ ଗ୍ରାସ କରିପାରେ ନାହିଁ। ପ୍ରତିକ୍ଷଣ ବିଷ୍ଣୁ ଭକ୍ତି ରୂପକ ଶୁଦ୍ଧକୁ ପାନ କରି ସାଧୁମାନେ ସଂସାରରେ ଆନନ୍ଦରେ ବିଚରଣ କରି ମୁକ୍ତି ପଥରେ ଅଗ୍ରସର ହୁଅନ୍ତି। ସେମାନେ ବ୍ରହ୍ମପଦକୁ ତୁଚ୍ଛ ମନେ କରନ୍ତି। ବିଷ୍ଣୁ ଭକ୍ତି ରୂପକ ନଳରେ ପତଙ୍ଗ ରୂପୀ ତ୍ରିବିଧ ପାପ ନଷ୍ଟ ହୋଇଯାଏ। ଅଶ୍ୱମେଧ ଯଜ୍ଞରେ ବ୍ରାହ୍ମଣମାନଙ୍କୁ ଦେଇଥିବା ଦାନ, ହଜାର ହଜାର ବ୍ରତ ଉପବାସ ଆଦିକୁ 1 କୋଟି ଗୁଣ କଲେ ବିଷ୍ଣୁ ଭକ୍ତିକୁ ହଜାର ହଜାର ଭାଗରୁ 1 ଭାଗ ସହ କେବେ ହେଲେ ସମାନ ହୋଇପାରିବ ନାହିଁ। ଯେମିନି କହିଲୁ, ହେ ଋଷିଗଣ, ବ୍ରହ୍ମର୍ଷି ନାରଦଙ୍କ ଠାରୁ ବିଷ୍ଣୁ ଭକ୍ତି ବିଷୟ ଶୁଣି ଅତ୍ୟନ୍ତ ଆନନ୍ଦିତ ହୋଇ ଇନ୍ଦ୍ରଦ୍ୟୁମ୍ନ ନାରଦଙ୍କ ଭକ୍ତିର ସ୍ୱରୂପ ଓ ଲକ୍ଷଣ ବର୍ଣ୍ଣନା କରିବାକୁ ଅନୁରୋଧ କରିବାରୁ ନାରଦ କହିଲେ, ହେ ରାଜନ, ତୁମେ ଜଣେ ଭକ୍ତ। ଏଣୁ ଭକ୍ତିର ଲକ୍ଷଣ ଜାଣିବା ନିମନ୍ତେ ତୁମର ଜିଜ୍ଞାସା ସୃଷ୍ଟି ହୋଇଛି। ଉତ୍ତମ ପାତ୍ରରେ ଭକ୍ତି ରସ ଭରାଯାଏ। ପାପାଚାରୀ ଦୁଷ୍ଟବୁଦ୍ଧି ଯୁକ୍ତ ବ୍ୟକ୍ତି ଆଗରେ ଭକ୍ତି କଥା କୁହାଯାଏ ନାହିଁ। ତୁମେ ପାତ୍ରୋତ୍ତମ ବ୍ୟକ୍ତି ହୋଇଥିବାରୁ ତୁମ ଆଗରେ ଭକ୍ତିର ସ୍ୱରୂପ ପ୍ରସଙ୍ଗ ସାମାନ୍ୟ ବିଶେଷ ରୂପରେ କହୁଛେ, ଏକାନ୍ତ ଚିତ୍ତରେ ଶୁଣ। ଅତ୍ୟନ୍ତ ଦୁଃଖଜାତ ହେଲେ ତାର ନିରାକରଣ ପାଇଁ ବିଷ୍ଣୁ ଭକ୍ତି ଏକମାତ୍ର ପନ୍ଥା। ସେଇ ଭକ୍ତି ଗୁଣ ଭିତରେ 3 ପ୍ରକାର। ଯେ ବ୍ୟକ୍ତି କାମ କ୍ରୋଧରେ ଆବିର୍ଭୂତ ହୋଇ ସମସ୍ତ ବସ୍ତୁକୁ ସତ୍ୟ ମଣେ, ଯେ ବ୍ୟକ୍ତି ନିଜର ଲାଭ କଥା ଚିନ୍ତା କରି ଅବିଚାର କରେ ଓ ତା ସହ ଈଶ୍ୱରଙ୍କ ଭକ୍ତି ପ୍ରଦର୍ଶନ କରାଇଥାଏ, ତାହା ତାମସୀ ଭକ୍ତି। ଯଶ ଲାଭ ନିମନ୍ତେ ଶ୍ରଦ୍ଧାରେ ଭଜନ କୀର୍ତ୍ତନ କଲେ, ଅନ୍ୟର ପ୍ରଶଂସା ପାଇବା ନିମନ୍ତେ ଓ ପରଲୋକରେ ହିତ ନିମନ୍ତେ କାର୍ଯ୍ୟ କଲେ ତାହା ରାଜସୀ ଭକ୍ତି ହୁଏ। ଜଗତ ନଶ୍ୱର, କେବଳ ଆତ୍ମତତ୍ତ୍ୱ ସ୍ଥିର। ବର୍ଣ୍ଣ ଧର୍ମକୁ ତ୍ୟାଗ ନ କରି କେବଳ ଆତ୍ମଜ୍ଞାନ ଲାଭ ଉଦ୍ଦେଶ୍ୟରେ ଭଗବାନଠାରେ ଭକ୍ତି ରଖିଲେ ତା ସାତ୍ୱିକ ଭକ୍ତି ଅନ୍ତର୍ଗତ ହୁଏ। এই ଜଗତରେ କେବଳ ଜଗନ୍ନାଥ ଏବଂ ଅସତ୍ ଭିନ୍ନ ଅନ୍ୟ କିଛି ନୁହେଁ। ଆମେ ତାଙ୍କଠାରୁ ଅଲଗା ନୋହୁଁ କି ସେ ଆମଠାରୁ ଅଲଗା ନୁହନ୍ତି। ଭାଇକ ଉପାଧି ମଧ୍ୟ ଏହି ସ୍ତରର ସୁଖଭାସ। ବନ୍ଧମାଲି ଆଦି ଏସବୁ ଅଚିନ୍ତ୍ୟ ଓ ଅନିତ୍ୟ ଅଟନ୍ତି। ତେଣୁ ଏ ସମସ୍ତେ ମୁକ୍ତି ପ୍ରଦାନ ପାଇଁ ସକ୍ଷମ ନୁହନ୍ତି।
ଏହି ପ୍ରକାର ଜ୍ଞାନରେ ପ୍ରେମ ବୁଦ୍ଧି ମତେ ଯେଉଁ ଭକ୍ତି କରାଯାଏ ତାକୁ ଅଦ୍ୱୈତ ଭକ୍ତି କୁହାଯାଏ। ଏ ଅଦ୍ୱୈତ ଭକ୍ତି ଅତ୍ୟନ୍ତ ଦୁର୍ଲଭ। ସାତ୍ୱିକ ଭକ୍ତି ବଳରେ ବ୍ରହ୍ମଲୋକ, ରାଜସ ଭକ୍ତି ବଳରେ ଇନ୍ଦ୍ରଲୋକ ଓ ତାମସୀ ଭକ୍ତି ବଳରେ ପିତୃଲୋକ ପ୍ରାପ୍ତ ହୁଏ। ସୁକୃତ କ୍ଷୟ ହେଲେ ଭୂଲୋକରେ ଜନ୍ମ ନେବାକୁ ପଡିଥାଏ। ଧର୍ମ ହେବା ପରେ ତାମସ ଭକ୍ତିକୁ ରାଜସ ଭକ୍ତିରୁ, ରାଜସ ଭକ୍ତିକୁ ସାତ୍ୱିକ ଭକ୍ତିରେ ପରିଣତ କରି ଅଦ୍ୱୈତ ଭାବନା ବଳରେ ଜୀବକୁ ରୂପବନ୍ଧରୁ ମୁକ୍ତି କରେ। ଯେଉଁ ବ୍ୟକ୍ତି ବିଷ୍ଣୁ ଭକ୍ତି ବିହୀନ ତା ନିକଟରେ ବେଦ, ଶ୍ରୁତି ଓ ଅଚିତ କ୍ରିୟାକଳାପ, ପ୍ରାୟଶ୍ଚିତ, ତୀର୍ଥଯାତ୍ରା, ଉଚ୍ଚବ୍ରତ, ତପସ୍ୟା, ସତ୍କୂଳରେ ଜନ୍ମ, ଶିଳ୍ପ ନିପୁଣ ଆଦି କେବଳ ଲୌକିକ ଭୂଷଣ ମାତ୍ର। ଉକ୍ତ ସମସ୍ତ ବିଷୟ ଅସତୀ। ଅସତୀ ସ୍ତ୍ରୀର ବ୍ୟବଚାର ସଦୃଶ କେବଳ ଶାରୀରିକ କଷ୍ଟଦାୟକ ମାତ୍ର। କୁଳାଚାର ବିଭିନ୍ନ ବ୍ୟକ୍ତି ଭଗବାନଙ୍କ ପ୍ରତି ଦୃଢ ଭକ୍ତି ବଳରେ ଜିତେନ୍ଦ୍ରିୟ ହୋଇ ସବୁଙ୍କ ଭିତରେ ଶ୍ରେଷ୍ଠ ହୋଇଯାଏ। ହେ ରାଜନ, ଅଷ୍ଟାଦଶ ବିଦ୍ୟାର ପାରଙ୍ଗତ ବ୍ୟକ୍ତି ସତ୍କୁଳରେ ଜାତ ହୋଇ ଧାର୍ମିକ ହେଲେ ବି ଯଦି ବିଷ୍ଣୁ ଭକ୍ତି ରହିତ ହୋଇଥାଏ ତେବେ ତାର ସମସ୍ତ ସଦ୍ଗୁଣ ମୂଲ୍ୟହୀନ ହୋଇଯାଏ। ଅଳ୍ପ ଭାଗ୍ୟବନ୍ତ ପୁରୁଷ ବିଷ୍ଣୁ ଭକ୍ତିରେ ବିରତ ହୋଇଥାଏ। ବହୁ ପରିଶ୍ରମ କରି ବିଷ୍ଣୁ ଭକ୍ତି ପ୍ରାପ୍ତି କଲେ ମାନବ ଜୀବନ ସାର୍ଥକ ହୁଏ। ଯେଉଁ ବିଦ୍ୟା ବଳରେ ନାରାୟଣକୁ ଜାଣି ହୁଏ ତାକୁ ଉତ୍ତମ ବିଦ୍ୟା କୁହାଯାଏ। ଯେଉଁ କର୍ମ କଲେ ଭଗବାନ ପ୍ରୀତ ହୁଅନ୍ତି ସେ କର୍ମ ସମସ୍ତ ଅଶୁଭକୁ ନାଶ କରିଥାଏ। ଭକ୍ତି ଓ ଭକ୍ତ ବିଦ୍ୟାଯୁକ୍ତ ଦୃଢଭକ୍ତ ମନୁଷ୍ୟ ହିଁ ବିଷ୍ଣୁ ଭକ୍ତ ବୋଲି କୁହାଯାଏ। ବିଷ୍ଣୁ ବିଷ୍ଣୁ ଭକ୍ତ ବ୍ୟକ୍ତିଙ୍କ ପାଦରଜ ସ୍ପର୍ଶରେ ସଚରାଚର ଜଗତ ପବିତ୍ର ହୋଇଯାଏ। ଉତ୍ତମ ବିଦ୍ୟା, ଭକ୍ତି ଓ ଦୃଢ ବ୍ରତ ଏ ତିନି ଲକ୍ଷଣ ଥିଲେ ଜଣେ ବ୍ୟକ୍ତି ବିଷ୍ଣୁ ଭକ୍ତ ହୋଇପାରେ। ତା ନିକଟରେ ସ୍ୱର୍ଗ ସୁଖର କାମନା ଓ ପୃଥିବୀ ଉପରେ ଅଧିପତ୍ୟ ଇଚ୍ଛା ମନ ହୁଏ। ବିଷ୍ଣୁ ଭକ୍ତ ଓ ବିଷ୍ଣୁ ଏ ଦୁହେଁ ଏକ। ଏମାନଙ୍କ ଭିତରେ ଭେଦଭାବ ନଥାଏ। ଭକ୍ତର ସେବା କଲେ ବିଷ୍ଣୁ ସେବାର ଫଳ ମିଳେ। ବିଷ୍ଣୁ ଭକ୍ତଙ୍କ ଲକ୍ଷଣ କହୁଛି ମନ ଦେଇ ଶୁଣ। ବିଷ୍ଣୁ ଭକ୍ତଙ୍କ ଚିତ୍ତ ସଦା ପ୍ରଶାନ୍ତ ଓ ଇନ୍ଦ୍ରିୟ କାମନା ବର୍ଜିତ ହୋଇଥାଏ। ପ୍ରାୟମାନ ବାକ୍ୟରେ ସେମାନେ ପରର ଅନିଷ୍ଟ ଚିନ୍ତା କରନ୍ତି ନାହିଁ। ସର୍ବଦା ସନ୍ତୁଷ୍ଟ ରହିଥାନ୍ତି ଓ ସେମାନଙ୍କ ଅନ୍ତଃକରଣ କରୁଣ ରସରେ ପୂର୍ଣ୍ଣ ହୋଇଥାଏ। ସେମାନେ ପରଦ୍ରବ୍ୟ ଅପହରଣ କରନ୍ତି ନାହିଁ କିମ୍ବା ପରଗୁଣ ଦେଖି ପକ୍ଷପାତିତ କରନ୍ତି ନାହିଁ। ଅନ୍ୟର ଉନ୍ନତି ଦେଖିଲେ ଆନନ୍ଦିତ ହୁଅନ୍ତି। ଅନ୍ୟର କାର୍ଯ୍ୟକୁ ନିଜ କାର୍ଯ୍ୟ ବୋଲି ମନେ କରନ୍ତି। ସର୍ବଦା ମାତ୍ସର୍ଯ୍ୟ ଶୂନ୍ୟ ହୋଇ ଭୌତିକ ଦ୍ରବ୍ୟକୁ ବିଷ୍ଣୁ ରୂପେ ପରିକଳ୍ପନା କରନ୍ତି। ଦିନ ଜଣକ ପ୍ରତି ଦୟା ପରବଶ ହୁଅନ୍ତି। ସେମାନେ ଅତ୍ୟନ୍ତ ରୂପେ ପରହିତେଷୁ ନିର୍ଭୟ ଦିବ୍ୟ ଉପଚାରରେ ଦେବ ପୂଜା କରି ଦେବତାଙ୍କୁ ପୁତ୍ର କଳତ୍ରବତୀ ପାଳନ କରନ୍ତି। ପୁତ୍ର କଳତ୍ର ଦ୍ୱାରା ଧନ ଆତ୍ମୀୟ ସ୍ୱଜନକୁ କାଳସାପ ପ୍ରାୟ ମଣନ୍ତି। ବିଷୟ ବାସନା ପ୍ରତି ଅବିବେକୀ ମାନଙ୍କର ଯେତିକି ପ୍ରୀତିଜାତ ହୋଇଥାଏ ତାର ଶତକୋଟି ଗୁଣ ପ୍ରୀତି ବୈଷ୍ଣବମାନଙ୍କର ହରିମିଠ ଦଉଥାଏ। ବିଷ୍ଣୁ ଭକ୍ତମାନେ ଶଙ୍କରାଦି ଦେବତାଗଣଙ୍କୁ କର୍ତ୍ତବ୍ୟ ଜ୍ଞାନରେ ପୂଜା ଅର୍ଚ୍ଚନା କରିଥାନ୍ତି। ପିତୃଗଣକୁ ସେମାନେ ବିଷ୍ଣୁଙ୍କ ରୂପ ମନେ କରନ୍ତି। ଏମାନେ ସମସ୍ତ ଜଗତକୁ ବିଷ୍ଣୁ ରୂପରେ ପରିକଳ୍ପନା କରି ସବୁଠାରେ ସେ ହରିଙ୍କୁ ଦେଖନ୍ତି। ଶ୍ରୀଧର ହିଁ ଅଖିଳ ବିଶ୍ୱ ବ୍ରହ୍ମାଣ୍ଡର କାରଣ ସ୍ୱରୂପ। ଘଟ ଘଟାଦି କାର୍ଯ୍ୟ ଅଟନ୍ତୁ। ମାୟାବାସ ହୋଇ ମନୁଷ୍ୟ ଜଗତକୁ ବିଷ୍ଣୁ ରୂପରେ ନ ଦେଖିବାର କାରଣ ଓ କାର୍ଯ୍ୟକୁ ପୃଥକ ମନେ କରନ୍ତି। ମାତ୍ର ସେମାନେ କୌଣସି ସମୟରେ ପୃଥକ ନୁହନ୍ତି। ସ୍ଥୂଳ ଦୃଷ୍ଟିରେ ସେମାନେ ପୃଥକ ରୂପେ ପରିପ୍ରକାଶ ହେଲେ ବି ସୂକ୍ଷ୍ମରେ ସମସ୍ତେ ବିଷ୍ଣୁଙ୍କ ସ୍ୱରୂପ ହିଁ ଅଟେ। ହେ ଜଗନ୍ନାଥ, ଆପଣ ଆମର କାରଣ ଓ ଆମେ କାର୍ଯ୍ୟ। ଏଥି ନିମନ୍ତେ ଆମେ ଆପଣଙ୍କ ଦାସ ନୁହେଁ। ଆପଣ ସେବ୍ୟ ଓ ଆମେ ସେବକ। ଆପଣ ଆମ ଭିତରେ ଏତିକି ମାତ୍ର ପାର୍ଥକ୍ୟ। ହେ ଦେବ, ଆପଣ ଯେତେବେଳେ ସମସ୍ତଙ୍କ ଅନ୍ତରରେ ଅବସ୍ଥାନ କରନ୍ତି କେତେବେଳେ ସେବ୍ୟ ହୁଅନ୍ତି, କେତେବେଳେ ସେବକର ମଧ୍ୟ ହୁଅନ୍ତି। ଏପରି ଭାବନା କରି ଏକାଗ୍ର ଚିତ୍ତରେ କେତେବେଳେ ସେବକ ମଧ୍ୟ ହୁଅନ୍ତି। ଏହିପରି ଭାବନା କରି ଏକାଗ୍ର ଚିତ୍ତରେ ବ୍ରହ୍ମା ଯାହାଙ୍କୁ ସେବା କରନ୍ତି ସେ ହରିଙ୍କ ପାଦ ପଦ୍ମରେ ପ୍ରଣାମ କରି ଭଜନ କୀର୍ତ୍ତନ କରନ୍ତି ଓ ଅନ୍ୟର ଉପକାର ଅନ୍ୟ ପ୍ରାଣୀର କୁଶଳ କାମନା କରନ୍ତି। ଅନ୍ୟର ଦୁଃଖ ଦେଖି କାତର ହୁଅନ୍ତି। ଏଭଳି ସଦାଶୟ ବ୍ୟକ୍ତି ବୈଷ୍ଣବ ରୂପେ ପରିଗଣିତ ହୁଅନ୍ତି। ଯିଏ ପରର ସମ୍ପତ୍ତିକୁ ମାଟି ଗୋଡ଼ି ଭଳି ମନେ କରେ, ପର ସ୍ତ୍ରୀକୁ କଣ୍ଟକାକୀର୍ଣ୍ଣ ବୃକ୍ଷ ବୋଲି ଭାବେ, ଶତ୍ରୁ ମିତ୍ରଙ୍କୁ ସମାନ ଆଖିରେ ଦେଖେ, ସେ ପ୍ରସିଦ୍ଧ ବୈଷ୍ଣବ ରୂପେ ଗଣାଯାଏ। ଯେ ଏକାଗ୍ର ଚିତ୍ତରେ ଈଶ୍ୱରଙ୍କ ନିକଟରେ ମନକୁ ସମର୍ପଣ କରିଦେଇଥାଏ, ଗୁଣୀ ବ୍ୟକ୍ତିଙ୍କୁ ଉଚ୍ଚ ସମ୍ମାନ ଦିଏ, ଯିଏ ଅନ୍ୟ ବ୍ୟକ୍ତିର ମର୍ମ କଥାକୁ ଗୁପ୍ତରେ ରଖେ, ଯିଏ ସର୍ବଦା ପ୍ରିୟ ବାକ୍ୟ କହେ, ସିଏ ମଧ୍ୟ ବୈଷ୍ଣବ ରୂପେ ଗଣା ହୁଏ। ଯିଏ ଭକ୍ତି ଭାବବିଷ୍ଟ ହୋଇ କୃଷ୍ଣ ନାମକୁ ଗାନ କରେ ଓ ତାଙ୍କ ନିକଟରେ ନିଜକୁ ପୂର୍ଣ୍ଣ ମାତ୍ରାରେ ସମର୍ପି ଦିଏ, ଭାବ ବିହ୍ୱଳତା ହୋଇ ସୁଖ ଦୁଃଖକୁ ସମାନ ମଣେ, ବିନମ୍ର ଭାବରେ ହରିଗୁଣ ଗାଇ ତାଙ୍କ ସେବା ପୂଜାରେ ଲାଗି ରହେ, ସିଏ ମଧ୍ୟ ବୈଷ୍ଣବ ପଦବାଚ୍ୟ ହୋଇଥାଏ। ଯିଏ ବାହୁମୂଳରେ ଶଙ୍ଖ ଚକ୍ର ପଦ୍ମରେ ଚିହ୍ନ ଓ ଦ୍ୱାଦଶ ଅଙ୍ଗରେ ତିଳକ ଧାରଣ କରି ପ୍ରଭୁଙ୍କ ସାଷ୍ଟାଙ୍ଗ ବାଣୀପାତ କରେ ଓ ପ୍ରଭୁଙ୍କ ଚରଣ ଧୂଳିକୁ ସର୍ବାଙ୍ଗରେ ବୋଳି ହେବା ସହ ପ୍ରଭୁଙ୍କ ଅଙ୍ଗରେ ଲାଗିଥିବା ଚନ୍ଦନ, ତୁଳସୀ, ପୁଷ୍ପମାଲ୍ୟାଦିକୁ ଧାରଣ କରେ ଏବଂ ପ୍ରଭୁଙ୍କ ଭକ୍ତିର ସହ ଅର୍ଚ୍ଚନା କରେ, ସିଏ ମଧ୍ୟ ବୈଷ୍ଣବ ରୂପେ ଗଣାଯାଏ। ଏ ପ୍ରକାର ବୈଷ୍ଣବଙ୍କ ସର୍ବତ୍ର ଜୟଗାନ ହୁଏ। ଯିଏ ମାନ ଦର୍ପ ରହିତ, ଅହଙ୍କାର ବିବର୍ଜିତ, ଦେବଗଣଙ୍କ ବନ୍ଧୁ ହରିଙ୍କୁ ନିର୍ମଳ ଚିତ୍ତରେ ସେବା କରେ ଓ ଏହାର ଫଳସ୍ୱରୂପ ମାୟାର ପ୍ରଭାବରୁ ଦୂରେଇ ଯାଏ। ରାଜନ, ତୁମର ସାନ୍ନିଧ୍ୟ ପାଇ ମଙ୍ଗଳମୟ ହରିଗୁଣ ଭକ୍ତିର ଲକ୍ଷଣ ଆପଣଙ୍କ ସମ୍ମୁଖରେ ପ୍ରକାଶ କଲି। ଯେ ବ୍ୟକ୍ତି ଶୁଭଚରିତ କର୍ଣ୍ଣରେ ଶୁଣିବ
ତାର ଚିତ୍ତ ତାର ଚିରସଞ୍ଚିତ ପାପ ଦୂର ହୋଇଯିବ। ଭଗବାନଙ୍କ ତାର ଚିରସଞ୍ଚିତ ପାପ ତାପ ଦୂର ହୋଇଯିବ। ଭଗବାନଙ୍କ ମହିମା କୀର୍ତ୍ତନ କରୁ କରୁ ଦେବଶ୍ରୀ ଆରାଧକ ଚିତ୍ତ ଭଗବତ ପ୍ରେମରେ ପରିବର୍ତ୍ତ ହୋଇଗଲା। କିନ୍ତୁ ତୁମକୁ କହିଲେ, ହେ ରାଜନ, ଯେଉଁମାନେ ଭଗବାନଙ୍କ ଶରଣାଗତ ସେମାନେ କେବେ ହେଲେ ଧନ ପାଇଁ ଆଶା କରନ୍ତି ନାହିଁ କି ଶରୀର କଷ୍ଟକୁ ଖାତିର କରନ୍ତି ନାହିଁ। ସହିତ ମଧୁର ଲଘୁ ବଚନ କହି ପ୍ରଭୁଙ୍କଠାରେ ଦାସ୍ୟ ଭାବ ପ୍ରଦର୍ଶନ କରନ୍ତି। ଯେଉଁମାନେ ଅବୈଷ୍ଣବ ସେମାନେ ଅନ୍ୟର ଦୋଷ ଦୁର୍ଗୁଣ ବାଛିଥାନ୍ତି। ସେଥିରେ ନିଜେ ବିଭିନ୍ନ ପ୍ରକାର କୁକର୍ମରେ ଲୀନ ହୋଇଥାନ୍ତି। ଯେଉଁମାନେ ଅମଙ୍ଗଳ ଘଟିଲେ ବି ସୁସ୍ଥ ଚିତ୍ତରେ ଭଗବାନଙ୍କୁ ସ୍ମରଣ ନ କରି ବିଷୟ ଆନନ୍ଦରେ ମାତିଥାନ୍ତି। ଯେଉଁମାନେ ପରମ ସୁଖପ୍ରଦ ଜଗନ୍ନାଥଙ୍କ ଚରଣାବିନ୍ଦୁକୁ କ୍ଷୀଣ ହେଲେ ଚିନ୍ତା କରନ୍ତି ନାହିଁ। ଭୋଗ ବିଳାସରେ ପ୍ରମତ୍ତ ହୋଇ ଭଗବାନଙ୍କ ପରମ ପାବନ ନାମକୁ ମିଥ୍ୟା ରୂପକୁ ଜାଲଧରେ ଆଚ୍ଛାଦିତ ରଖିଥାନ୍ତି। ସେମାନେ ବୈଷ୍ଣବ ନୁହନ୍ତି। ବିଷ୍ଣୁ ଭକ୍ତିହୀନ ଲୋକମାନେ ପର ଦ୍ୱାରା ପରଧନ ପ୍ରତି ଲୋଭାସକ୍ତ ହୋଇଥାନ୍ତି। ସେମାନଙ୍କ ବୁଦ୍ଧି ଅତ୍ୟନ୍ତ କଦର୍ଯ୍ୟ। ସବୁବେଳେ ନିଜ ଉଦର ପୂରଣରେ ଉତ୍ସୁକ, କେବଳ ଅନ୍ୟକୁ ଭୟ କରି କଦାକାରୀ ହୋଇ ରହନ୍ତି, କଦାକାରୀ ହୋଇ ଚଳନ୍ତି। ସେମାନେ ପୁରୁଷ ହୋଇ ମଧ୍ୟ ପଶୁ ତୁଲ୍ୟ। ଯିଏ ହରିଚରଣକୁ ଛାଡ଼ି ଅସତ୍ୟ ସଙ୍ଗ ଗ୍ରହଣ କରି ଅନ୍ୟର ଦୁଃଖରେ ଖୁସି ହୁଏ ଏବଂ ହିଂସାପରାୟଣ ସେମାନେ ଅତ୍ୟନ୍ତ ଭୟାନକ ଏବଂ ଯଥାଶୀଘ୍ର ସେମାନଙ୍କୁ ପରିତ୍ୟାଗ କରିବା ଉଚିତ। ଏକାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନଙ୍କ ଶ୍ରୀକ୍ଷେତ୍ର ଗମନ। ଜୈମିନୀ ଋଷି କହିଲେ, ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମର୍ଷି ନାରଦଙ୍କଠାରୁ ବିଷ୍ଣୁ ଭକ୍ତି କଥା ଶୁଣି ଆନନ୍ଦରେ ତାଙ୍କୁ କହିଲେ, ହେ ଋଷି ଶ୍ରେଷ୍ଠ, ବିଦୁଜନଙ୍କଠାରୁ ଶୁଣିଛି ଯେ ସାଧୁ ସଙ୍ଗ କଲେ ତାପରେ ବିନାଶ ହୁଏ। ଆପଣ ଭଗବାନ ବିଷ୍ଣୁଙ୍କ ସାକ୍ଷାତ ଦର୍ଶନ ପାଇଛନ୍ତି ଏବଂ ଆପଣ ଉତ୍ତମ ସାଧୁ ଅଟନ୍ତି। ମୁଁ ଆପଣଙ୍କ ଦର୍ଶନ ଲାଭ କରି ପବିତ୍ର ହୋଇଛି। ଆପଣଙ୍କ କୃପାରୁ ମୋ ଅନ୍ତରର ଅନ୍ଧକାର ଦୂର ହୋଇଛି। ନୀଳମାଧବଙ୍କ ଦର୍ଶନ ନିମନ୍ତେ ମୋ ମନ ଅତ୍ୟଧିକ ବ୍ୟାକୁଳ। ଆପଣ ସମଗ୍ର ବିଶ୍ୱ ଭ୍ରମଣ କରିଛନ୍ତି। ସମସ୍ତ ବ୍ରହ୍ମାଣ୍ଡର ବୃତ୍ତାନ୍ତ ଆପଣଙ୍କୁ ଜଣା। ଆପଣଙ୍କ ସହ ରଥ ଆରୋହଣ କରି ନୀଳଗିରିକୁ ଯାତ୍ରା କରିବା। ମୁଁ ପୂର୍ବରୁ ପୁରୁଷୋତ୍ତମ କ୍ଷେତ୍ର ସମ୍ପର୍କରେ ବହୁତ କଥା ଶୁଣିଛି। ଏଠାରେ ଅନେକ ତୀର୍ଥ ଥିବା କଥା ମଧ୍ୟ ମୁଁ ଜାଣେ। ଏ ସମସ୍ତ ତୀର୍ଥ ଦର୍ଶନରେ ମୋ ଜନ୍ମ ସଫଳ ହେବ, ମୋତେ ମୋକ୍ଷ ମିଳିବ। ଇନ୍ଦ୍ରଦ୍ୟୁମ୍ନଙ୍କ କଥା ଶୁଣି ନାରଦ କହିଲେ, ହେ ରାଜା, ତୁମକୁ ସାଙ୍ଗରେ ଧରି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ ସେଠାରେ କ୍ଷେତ୍ରର ସୃଷ୍ଟି, ସମର୍ଥି ତୀର୍ଥ, ଅଷ୍ଟ ଶକ୍ତି ଓ ଅଷ୍ଟ ସମୂହ ଦର୍ଶନ କରିବା। କ୍ଷେତ୍ର ମାହାତ୍ମ୍ୟ ଜାଣିବା। ଭକ୍ତାଧୀନ ଦେବାଦେବ ଜଗନ୍ନାଥଙ୍କୁ ସ୍ୱଚକ୍ଷୁରେ ଦେଖିବା। ତୁମକୁ ସଦୟ ହୋଇ ପ୍ରଭୁ ସେଠାରେ ଚତୁର୍ଦ୍ଧା ମୁକ୍ତି ହୋଇ ବସିଛନ୍ତି। ତାଙ୍କୁ ଦର୍ଶନ କଲେ ମନୁଷ୍ୟ ମୁକ୍ତି ପାଇଥାଏ। ଏହିପରି କଥା ଶେଷରେ ବ୍ରହ୍ମର୍ଷି ନାରଦ ଦିନ କୃତ୍ୟ ସମାପନ କରି ଯାତ୍ରାର ଅନୁକୂଳ ନିମନ୍ତେ ଜ୍ୟେଷ୍ଠ ମାସ ଶୁକ୍ଳ ପଞ୍ଚମୀ ତିଥି ଶୁକ୍ରବାର ଦିନ ଈଶା ନକ୍ଷତ୍ରରୁ ଶୁଭ ଲଗ୍ନ ସ୍ଥିର କରି ଶୟନ କରିବାକୁ ଗଲେ। ପ୍ରଭାତ ହେବାରୁ ରାଜା ରାଜ୍ୟରୁ ଘୋଷଣା କରାଇଲେ ଯେ ସେ ରାଜ୍ୟର ସମସ୍ତ ଅଧିବାସୀ, ସୈନ୍ୟ ସାମନ୍ତ, ବନ୍ଧୁବାନ୍ଧବ ଓ ସମସ୍ତ ଧନ ସମ୍ପଦ ଧରି ଶ୍ରୀକ୍ଷେତ୍ରକୁ ଯାତ୍ରା କରିବେ ଏବଂ ସେଠାରେ ଆଜୀବନ ରହିବେ। ଯାହାର ଯାହା ଜୈବିକ ବୃତ୍ତି ଅଛି ସେ ସବୁ ସେଠାରେ ନିର୍ବାହ କରିବେ। ତାଙ୍କ ଅଧିକରେ ଥିବା ସମସ୍ତ ରାଜ୍ୟ, ଦ୍ୱିତୀୟ ରଥ, ଗଜ, ଅଶ୍ଵ, ଧନ ଧାନ୍ୟକୁ ସାଥିରେ ନେଇ ଅଗ୍ନିହୋତ୍ରୀ, ବ୍ରାହ୍ମଣ, ପଣ୍ଡିତ, କନ୍ୟା ଜାତି, ବ୍ୟବସାୟୀ, ନିଜ ମନ୍ଦିର ବ୍ୟବସାୟ ସହ ରାଜନୀତି ବିଶାରଦ, ଜ୍ୟୋତିର୍ବିଦ, ଦଣ୍ଡନୀତି ପ୍ରବୀଣ, କର୍ମଚାରୀ ଗଣ, ସଙ୍ଗୀତଜ୍ଞ, ଭେଷଜ, ଆୟୁର୍ବେଦ ବିଶାରଦ, ଚିକିତ୍ସକ ଗଣ, ଅଷ୍ଟାଦଶ ବିଦ୍ୟାର ପାରଙ୍ଗତ ବ୍ୟକ୍ତି, ସାହସୀ, ତସ୍କର, ସ୍ୱର୍ଣ୍ଣକାର, ଭାଣ୍ଡ, ବୈତାଳିକ ଆଦି ଚାଟୁକାର ସମସ୍ତେ ରାଜା ଆଦେଶ ଘେନି ତାଙ୍କ ସହ ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ ସେଠାରେ ବାସ କରି ରହିବେ ଓ ନୀଳଦିନାଥଙ୍କୁ ଦର୍ଶନ କରି ପବିତ୍ର ହେବେ। ଚର୍ଯ୍ୟବୃତ୍ତି କରୁଥିବା ବ୍ୟକ୍ତି ନୀଳାଚଳକୁ ଯାଇ ଅଜିତି ପାପର ମୁକ୍ତି କରିବେ। ଶାସ୍ତ୍ରଚର୍ଚ୍ଚାରେ ନିରତ ବ୍ୟକ୍ତି ବୃତ୍ତକାର, ବେଶ୍ୟା, ବିଟପୁରୁଷ, କୃଷକ, ଗୋମେଷାଦି ପଶୁପାଳକ, ପକ୍ଷୀପାଳକ, ବାନର ବ୍ୟାଘ୍ରାଦି ରକ୍ଷକ, ଦେଶ ବୈଦ୍ୟ, ଶବର ଓ ଅନ୍ୟ ମ୍ଲେଚ୍ଛ ଜାତିର ବ୍ୟକ୍ତି ଏବଂ ମାଳବ ଦେଶରେ ବାସ କରୁଥିବା ସମସ୍ତ ବ୍ୟକ୍ତି ସମସ୍ତେ ସେହି ସ୍ଥାନକୁ ଯଥାଶୀଘ୍ର ଗମନ କରି ରାଜାଜ୍ଞା ପାଳନ କରିବେ। ଏହାପରେ ରାଜା ଦେବଜ୍ଞମାନଙ୍କୁ ପୁରୁଷୋତ୍ତମ କ୍ଷେତ୍ରକୁ ଶୁଭ ମୁହୂର୍ତ୍ତରେ ଯାତ୍ରା କରିବାର ସମସ୍ତ ଆୟୋଜନ କରିବା ନିମନ୍ତେ ନିର୍ଦ୍ଦେଶ ଦେଲେ। ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ପଣ୍ଡିତଗଣ ରାଜାଙ୍କୁ ସିଂହାସନରେ ବସାଇ ମଙ୍ଗଳାରୋପଣ, ବେଦପାଠ ସହ ଗ୍ରହ ଶାନ୍ତି ହୋମ, ନବଗ୍ରହ ଯାଗ ଆଦି ସମାପନ କରାଇ ଯଜ୍ଞ ଜଳରେ ସ୍ନାନ କରାଇ ବିଧି ଅଳଙ୍କାରରେ ରାଜାଙ୍କୁ ସଜାଇଲେ। ମଙ୍ଗଳ ଯାତ୍ରା ନିମନ୍ତେ ପୂର୍ବମୁଖ ହୋଇ ବସି ଲକ୍ଷ୍ମୀକାନ୍ତଙ୍କୁ ସ୍ମରଣ କଲେ। ବ୍ରହ୍ମର୍ଷି ନାରଦଙ୍କୁ ଆଗ୍ରହ ରଖି ରାଜା ପାର୍ଷଦଗଣଙ୍କ ଗହଣରେ ଯାଇ ତାଙ୍କ ପଛେ ପଛେ ଡାହାଣ ଗୋଡ଼କୁ ପ୍ରଥମେ ଚଳାଇ ଯାତ୍ରା ଆରମ୍ଭ କଲେ। ସେବକଗଣ ହାତରେ ସୁନା ବେତ ଧରି ରାଜାଙ୍କୁ ବେଢ଼ି ରହିଥାନ୍ତି। ତାଙ୍କ ସମ୍ମୁଖରେ ଅଗ୍ନିହୋତ୍ର, ବ୍ରାହ୍ମଣଗଣ ବେଦପାଠ କରୁଥାନ୍ତି। ଖୁଣ୍ଟିଆଗଣ ପଥ ପ୍ରଦର୍ଶନ କରୁଥାନ୍ତି। ଦକ୍ଷିଣ ପଟୁ ଶ୍ଵେତବସ୍ତ୍ର ପରିହିତ ଶ୍ଵେତବର୍ଣ୍ଣର ବ୍ରାହ୍ମଣମାନେ ତାଙ୍କ ଉପରୁ ପୁଷ୍ପବୃଷ୍ଟି ସହ ମଙ୍ଗଳ ଗାନ କରୁଥାନ୍ତି। ଗଲାବେଳେ ରାଜା ବ୍ରାହ୍ମଣମାନଙ୍କୁ ପୂଜା କରି ସ୍ୱର୍ଣ୍ଣଭୂଷଣ ଆଦି ପ୍ରଦାନ କରି ସେମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କଲେ। ରାଜାଙ୍କ ଆଦେଶରେ ମନ୍ତ୍ରୀମାନେ, ବେଶ୍ୟା, ସୃଷ୍ଟି ପାଠକଗଣ ଦୁଃଖୀ ଦରିଦ୍ରମାନଙ୍କୁ ଧନ ଦାନ କଲେ। ରସ୍ତାର ଉଭୟ ପାର୍ଶ୍ୱରେ ଶ୍ଵେତ ପାରାବତ, ରାଜହଂସ, ଶ୍ୱେତଚ୍ୟୁତ ପତ୍ର
ଶ୍ଵେତ ପୁଷ୍ପମାଳା, ଶ୍ଵେତ ଅଶ୍ଵ, କଦଳୀ ଗଛ, ପୂର୍ଣ୍ଣ କୁମ୍ଭ, ମଝିରେ ମଝିରେ ବିଶିଷ୍ଟ ତୋରଣମାନ ଶୋଭା ପାଉଥାଏ। ରାଜାଙ୍କ ମସ୍ତକ ଉପରେ ଛତ୍ର ଛତ୍ର ଧରି ନୃତ୍ୟଗଣ ଯାଉଥାନ୍ତି। ଏକାଥରକେ 101ଟି ଶୁଭ ଶଙ୍ଖଧ୍ୱନି ଓ ପ୍ରସହିତ ବାଦ୍ୟ ବାଜଣା ପରିବେଶକୁ ମଙ୍ଗଳମୟ କରିଦେଇଥାଏ। ରାଜା ସିଂହଦ୍ୱାରରେ ପହଞ୍ଚି ସମସ୍ତ ଶୁଭ ନିମନ୍ତେ ମହାପ୍ରଭୁ ନୃସିଂହଙ୍କ ଦର୍ଶନ ନିମନ୍ତେ ମନ୍ଦିର ମଧ୍ୟକୁ ପ୍ରବେଶ କରି ବାଷ୍ଟାଙ୍ଗୀ ପ୍ରଣିପାତ କଲେ। ପରେ ସମସ୍ତ ସଙ୍କଟ ରକ୍ଷା ନିମନ୍ତେ ସଙ୍କଟ ନାଶିନୀ ମା ଦୁର୍ଗାଙ୍କୁ ପ୍ରଦକ୍ଷିଣ ଓ ପ୍ରଣିପାତ କଲେ। ଠାକୁର ଠାକୁରାଣୀଙ୍କୁ ସିଧିକାରେ ଦଶାଇ ଆଗରେ ରଖି ତାଙ୍କ ପଛେ ପଛେ ବାୟୁ ବେଗରେ ଗତି କରୁଥିବା 10ଗୋଟି ଘଟକୁ ଚର୍ଚିତ ଅଶ୍ୱରେ ଆରୋହଣ କଲେ। ପାଖରେ ବ୍ରହ୍ମସେନ ରଥଙ୍କୁ ଶୋଷଣାନ ବସାଇ ରଥରେ ନୀଳାଚଳ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ରାଜପଥରେ ଚତୁଃପାର୍ଶ୍ୱରେ ରାଜନୈବର୍ଗଙ୍କୁ ଧରି ଧାଡ଼ି ଧାଡ଼ି ରଥ ଘର ଘର ନଦ କରି ଆଗେଇ ଚାଲୁଥାଏ। ହସ୍ତିବାନଙ୍କ ରୋହିତ ଧ୍ୱନି, ଅଶ୍ୱମାନଙ୍କ ହିଂସ୍ରରବର ସାଙ୍ଗକୁ ବାଦ୍ୟ ଧ୍ୱନି ମିଶି ପ୍ରଳୟ କାଳର ଘୋର ଗର୍ଜନ ତୁଲ୍ୟ ଲାଗୁଥିଲା। ବିଶ୍ୱସ୍ତ ପୁରବାସୀଗଣ ଅଶ୍ଵ, ଗର୍ଦ୍ଦଭ, ଓଟ, ଚିଲିକା, ପାଲିଙ୍କି ଆଦି ଚଢ଼ି ଓ କେହି କେହି ଚାଲି ଚାଲି ରାଜା ଯାଉଥିବା ରାସ୍ତାରେ ନୀଳାଚଳକୁ ଯାତ୍ରା କରୁଥିଲେ। ତାଙ୍କ ସହ ରାଜ ଅନ୍ତଃପୁରର ଦାସୀ, ପ୍ରପତ୍ତିକ ଯାଜ୍ଞିକ ବ୍ରାହ୍ମଣ ପତ୍ନୀଗଣ, ଯାଜ୍ଞିକ ବ୍ରାହ୍ମଣ ଗଣ, ନପୁଂସକ ନୃତ୍ୟ ରକ୍ଷୀ କନ୍ତେ ଯାଉଥାନ୍ତି। ବ୍ରାହ୍ମଣମାନେ ଶଗଡ଼ରେ ଯାତ୍ରା କରୁଥିବା ବେଳେ ରାତିରେ ରାତିରେ ଶାସ୍ତ୍ର ପୁରାଣ ଯଜ୍ଞ ସାମଗ୍ରୀ, ପୂଜା ସାମଗ୍ରୀ ଧରିଥାନ୍ତି। ସମସ୍ତେ ନିଜ ନିଜର ଦ୍ରବ୍ୟମାନ ମଧ୍ୟ ସାଙ୍ଗରେ ଧରିଥାନ୍ତି। ଯାହା ପାଇଁ ଯେଉଁ ପଥ ସୁଗମ ହେଉଥାଏ ସିଏ ବାଟରେ ଯାତ୍ରା କରୁଥାଏ। ସମସ୍ତ ସାମନ୍ତ ରାଜା ମାନେ ମଧ୍ୟ ନିଜ ନିଜର ସୁସଜ୍ଜିତ ରଥ ଆରୋହଣ କରି ରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ପଛରେ ଯାଉଥାନ୍ତି। ଯେଉଁମାନେ ସବୁ ଦେଶର ରାସ୍ତାଘାଟ, ବନ ପର୍ବତ, ଛାୟା ବିଶିଷ୍ଟ ଧୂଳି ଶୂନ୍ୟ ସୁଶୀତଳ ପଥରେ ଯେଉଁମାନେ ସବୁ ଦେଶର ରାସ୍ତାଘାଟ, ବନ ପର୍ବତ, ନଦୀ ନାଳ ସହ ପରିଚିତ, ସେମାନେ ଆଗରେ ଚାଲି ରାଜାଙ୍କ ପଥ ଦେଖାଉଥାନ୍ତି। ଘନ ଛାୟା ବିଶିଷ୍ଟ ଧୂଳି ଶୂନ୍ୟ ସୁଶୀତଳ ପଥରେ ରାଜାଙ୍କ ରଥ ଆଗକୁ ମାଡ଼ି ଚାଲିଥାଏ। ରଥ ମଧ୍ୟରେ ଅନେକ ଦେଶ କାନନ ଆଦି ଦେଖି ରାଜା ଇନ୍ଦ୍ରଦ୍ୟୁମ୍ନ ଆନନ୍ଦିତ ହୋଇଥାନ୍ତି। ଯେଉଁଠୁ ଉତ୍କଳ ଦେଶର ସୀମା ଆରମ୍ଭ ହେଉଛି, ସେଠାରେ ମୁଣ୍ଡମାଳ ବିଶିଷ୍ଟ ମା ଚଣ୍ଡିକାଙ୍କୁ ଦେଖି ନାରଦଙ୍କ ଅନୁମତି ନେଇ ରଥରୁ ଓହ୍ଲାଇ ସାଷ୍ଟାଙ୍ଗ ପ୍ରଣିପାତ କରି ବିପଦ ଭଞ୍ଜନ ନିମନ୍ତେ ମାଙ୍କ ବିଭିନ୍ନ ପ୍ରକାର ସ୍ତୁତି ପାଠ କଲେ। କହିଲେ, ହେ ମଙ୍ଗଳମୟ ଜଗତର କାରଣ ଆଦ୍ୟ ଶକ୍ତି ମା, ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ। ବ୍ରହ୍ମାଣ୍ଡପତି ଶ୍ରୀ ବିଷ୍ଣୁ ଯେଉଁ ଶକ୍ତି ବଳରେ ସଂସାର ସୃଷ୍ଟି, ପାଳନ ଓ ସଂହାର କରନ୍ତି, ତୁମେ ସେଇ ବିଷ୍ଣୁଙ୍କ ବୈଷ୍ଣବ ଶକ୍ତି। ହେ ଈଶ୍ୱର, ହେ ଶାଶ୍ୱତ ସ୍ୱରୂପିଣୀ, ତୁମ ପାଦ ସେବା କରି ମର୍ତ୍ତ୍ୟ ଲୋକବାସୀଙ୍କର ସମସ୍ତ କାର୍ଯ୍ୟ ସିଦ୍ଧି ହୁଏ। ମତେ ଏତିକି ଅନୁଗ୍ରହ କର, ଯେପରି ମୁଁ ସେଇ ନୀଳାଦ୍ରି ବିହାରୀ ପରଚରେ ଗୁରୁ ଲକ୍ଷ୍ମୀପତିଙ୍କ ଦର୍ଶନ ଲାଭ କରିପାରିବି। ଜୈମିନୀ କହିଲେ, ଏ ଦ୍ୱିଜଗଣ ଇନ୍ଦ୍ରଦ୍ୟୁମ୍ନ ମା ଚଣ୍ଡିକାଙ୍କୁ ପ୍ରଣାମ କରି ରଥ ଆରୋହଣ କରି ଯାତ୍ରା ଆରମ୍ଭ କରି ଚିତ୍ରକୂଳ ମହାନଦୀ ତଟସ୍ଥିତ ଜାତୁକନ୍ଦର ନାମକ ବନ ମଧ୍ୟକୁ ପ୍ରବେଶ କରି ସେଠାରେ ସୈନ୍ୟମାନଙ୍କୁ ସମାବେଶ କଲେ। ସେଠାରେ ସାୟଂକାଳୀନ ସନ୍ଧ୍ୟା ତର୍ପଣ ଆଦି ଦେବ ପୂଜା ସାରି ରାତ୍ରି ଯାପନ କଲେ। ମନ୍ତ୍ରୀ ପରିଷଦଙ୍କ ଗହଣରେ ସେଠାରେ ସଭା କାର୍ଯ୍ୟ ଆୟୋଜନ କଲେ। ତାଙ୍କର ହରିକଥା ଶ୍ରବଣର ଇଚ୍ଛା ଜାଗ୍ରତ ହେବାରୁ ନାରଦଙ୍କ ସହ ସେମାନେ ଆସନରେ ବସାଇ କହିଲେ, ହେ ବ୍ରହ୍ମର୍ଷି, ଆପଣ ସମସ୍ତେ ବେଦାଙ୍ଗର ଜ୍ଞାତ। ଜ୍ଞାନ ଚକ୍ଷୁରେ ଭଗବାନ ବିଷ୍ଣୁଙ୍କର ଦର୍ଶନ କରନ୍ତୁ। କୃପା ପରବଶ ହୋଇ କିଛି ହରିକଥା କହି ପାପ ପଙ୍କର କଳୁଷିତ ମୋ ଅନ୍ତଃକରଣକୁ ନିର୍ବଣ କରନ୍ତୁ। ଏହିପରି କଥୋପକଥନ ଚାଲିଥିବା ବେଳେ ଦ୍ୱାରପାଳ ସମ୍ବାଦ ଦେଲା ଯେ ଉତ୍କଳ ନୃପତି ନିଜ ବୃଦ୍ଧ ଅମାତ୍ୟଙ୍କ ସହ ଆପଣଙ୍କୁ ସାକ୍ଷାତ ନିମନ୍ତେ ଉପସ୍ଥିତ ହୋଇଛନ୍ତି। ଉତ୍କଳ କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ ହର୍ଷୋତ୍ଫୁଲ୍ଲିତ ହୋଇ କହିଲେ, ପୁରୁଷୋତ୍ତମ କ୍ଷେତ୍ରର ବାର୍ତ୍ତା ଜାଣିବା ନିମନ୍ତେ ଇଚ୍ଛା ଜାଗ୍ରତ ହୋଇଛି। କାଳ ବିଳମ୍ବ ନ କରି ତାଙ୍କୁ ପ୍ରସନ୍ନ ଏହି ସ୍ଥାନକୁ ନେଇ ଆସ। ତୀବ୍ର ଦେଶର ରାଜା ନୀଳାଦ୍ରିନାଥଙ୍କୁ ପୂଜା ଅର୍ଚ୍ଚନା କରିବା ଫଳରେ ତାଙ୍କ ଶରୀର ପାପଶୂନ୍ୟ ହୋଇଯାଇଛି। ମାନେ ତାଙ୍କୁ ଦର୍ଶନ କଲେ ଆମେ ମଧ୍ୟ ପାପଶୂନ୍ୟ ହୋଇଯିବା। ଦ୍ୱାରପାଳ ରାଜାଙ୍କ କଥା ଶୁଣି ଉକ୍ତ ନରପତିଙ୍କୁ ସଚମାନେ ଆଣି ଇନ୍ଦ୍ରଦ୍ୟୁମ୍ନଙ୍କ ସମ୍ମୁଖରେ ପହଞ୍ଚାଇଲା। ମନ୍ତ୍ରୀ ବୈଷ୍ଣବଙ୍କ ସହ ଉଗ୍ର ନରେଶ ଇନ୍ଦ୍ରଦ୍ୟୁମ୍ନଙ୍କୁ ପ୍ରଣାମ କଲେ। ଇନ୍ଦ୍ରଦ୍ୟୁମ୍ନ ତାଙ୍କୁ ଭୂମିରୁ ତୋଳି ନେଇ ଯଥାଯୋଗ୍ୟ ଆସନରେ ବସାଇଲେ। ଉଗ୍ର ନରେଶଙ୍କୁ କୁଶଳ ସମାଚାର ପଚାରନ୍ତେ ଉଗ୍ର ନରେଶ ବିନୀତ ଭାବରେ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଲେ, ହେ ସ୍ୱାମୀ, ଆପଣଙ୍କ ଅନୁଗ୍ରହରୁ ଆପଣଙ୍କ ରାଜନୀତି କଣିବା ରାଜାଗଣ ଆପଣଙ୍କ ଭଳି ରାଜ୍ୟ ଶାସନ କରୁଛନ୍ତି। ଯେପରି ଉଦିତ ଭାସ୍କର ଘୋର ଅନ୍ଧକାରକୁ ଦୂର କରିଥାଏ, ସେପରି ସେ ପାରି ଆପଣଙ୍କ ଆଗମନ ଓ ଦର୍ଶନ ପୃଥିବୀକୁ ଧନ୍ୟ କରିଦେଇଛୁ। ଆପଣଙ୍କ ଧର୍ମର ପ୍ରଭାବରୁ ଧରଣୀ ପ୍ରତିଷ୍ଠିତ ହୋଇଯାଇଛି। ନିଷେଧାଚାର ପରହିଂସା ଆଦି ସଂସାରରୁ ଦୂର ହୋଇଯାଇଛି। ଆପଣ ବିଷ୍ଣୁଙ୍କ ଅଂଶରେ ଜାତ ହୋଇଥିବାରୁ ସ୍ୱୟଂ ବିଷ୍ଣୁ ସ୍ୱରୂପ ଅଟନ୍ତି। ହେ ରାଜନ, ଆପଣଙ୍କ ଭଳି ସବୁ ପ୍ରକାର ଗୁଣରେ ପରିପୂର୍ଣ୍ଣ ରାଜା ଏବେ ପୃଥିବୀରେ ଆଉ କିଏ ନାହାନ୍ତି। ହେ ନୃପବର, ଦକ୍ଷିଣ ସିନ୍ଧୁ ତୀରରେ ଘଞ୍ଚ ବନାନୀ ବେଷ୍ଟିତ ନୀଳାଚଳ ରହିଛି। ଏହି ଅଞ୍ଚଳ ଏତେ ଦୁର୍ଗମ ଯେ ସେଠାକୁ ମନୁଷ୍ୟ କଣ, ଦେବତା ମଧ୍ୟ ପ୍ରବେଶ କରିବା କଷ୍ଟକର। ଏ କ୍ଷେତ୍ର ଦେବଦୁର୍ଲଭ ସ୍ଥାନ। ଶୁଣିଛି ପ୍ରବଳ ବାଲି ଝଡ଼ରେ ଏହି ନୀଳ ପର୍ବତ ଆଚ୍ଛାଦିତ ହୋଇଯାଇଛି। ତେଣୁ ମୋ ରାଜ୍ୟର ଦୁର୍ଭିକ୍ଷ ଓ ମଡ଼କର ପୀଡ଼ା ଘୋଟି ରହିଛି। ଏପରି ଏକ ସମୟରେ ଆପଣଙ୍କର ଏଠାକୁ ଆଗମନ ନିଶ୍ଚୟ ଶୁଭପ୍ରଦ ହେବ। ଉଗ୍ର ନରସିଂହଙ୍କର ଏପରି କଥା ଶୁଣି ଇନ୍ଦ୍ରଦ୍ୟୁମ୍ନ
ନାରଦଙ୍କୁ ବିକଳ ବିକଳ ଭାବରେ ଚାହିଁଲେ। କହିଲେ, ଆମର ଏ ସ୍ଥାନକୁ ଆସିବା ଅକାରଣ ହୋଇଗଲା କି? ଦୟାକରି ମୋ ମନରେ ସଂଶୟ ଦୂର କରନ୍ତୁ। ଉତ୍ତରରେ ନାରଦ କହିଲେ, ହେ ରାଜନ୍, ତୁମ ମନରେ ସଂଶୟ ଜାତ ହେଉଛି କାହିଁକି? ତୁମେ ବିଷ୍ଣୁ ଭକ୍ତ। ବୈଷ୍ଣବମାନଙ୍କର ବାଞ୍ଛା କେବେ କେବେ ହେଲେ ବିଫଳ ହୁଏ ନାହିଁ। ଯେ ପ୍ରଭୁ ପାର୍ଥିବ ଶରୀର ଧାରଣ କରି ଏଠାରେ ଅବସ୍ଥାନ କରୁଥିଲେ, ଜଗତର ଆଦି କାରଣ ସେ ପ୍ରଭୁଙ୍କର ଦର୍ଶନ ନିଶ୍ଚୟ ତୁମକୁ ମିଳିବ। ସେ ପ୍ରଭୁ ଅନୁଗ୍ରହ କରି ଏଠାରେ ନିଶ୍ଚୟ ଅବତୀର୍ଣ୍ଣ ହେବେ। ଚରାଚର ବିଶ୍ୱ ଯାହାଙ୍କ ଅଧୀନ, ସେ ସର୍ବଦା ସ୍ୱତନ୍ତ୍ର। ସେ କାହାରି ଅଧୀନ ନୁହନ୍ତି। ସେ ଭକ୍ତବତ୍ସଳ ହରି କେବଳ ଭକ୍ତଙ୍କ ଅଧୀନ। ବ୍ରହ୍ମାଦି କୀଟ ପର୍ଯ୍ୟନ୍ତ ସମସ୍ତ ଜୈବିକ ବସ୍ତୁ ଯାହାଙ୍କ ମାୟାରୁ ଉତ୍ପନ୍ନ ହୋଇଛି। ଭକ୍ତି ନ ରହିଲେ ସେ ପରମ ପୁରୁଷ କାହାର ବଶ୍ୟ ହେବେ କିପରି? ନାରାୟଣଙ୍କ ଭକ୍ତି କଲେ ଧର୍ମ ଅର୍ଥ କାମ କାହାର ବଶ୍ୟ ହେବେ କିପରି? ନାରାୟଣଙ୍କ ଭକ୍ତି କଲେ ଧର୍ମ ଅର୍ଥ କାମ ମୁଖ୍ୟ ଫଳ ପ୍ରାପ୍ତି ହୁଏ। ଭକ୍ତି ହିଁ ଏକମାତ୍ର ବିକଳ୍ପ ଯାହା ସାହାଯ୍ୟରେ ବଶୀଭୂତ କରାଯାଇପାରେ। ହେ ରାଜନ୍, ସବୁବେଳେ ମନେ ରଖିଥିବେ ଯେ ଭକ୍ତିହୀନ ବ୍ୟକ୍ତିକୁ ଭଗବାନ କେବେ ହେଲେ ଦର୍ଶନ ଦିଅନ୍ତି ନାହିଁ। ସେ ସଦାସର୍ବଦା ମାୟା ବଳରେ ବହୁ ରୂପ ଧରି ଏ ଜଗତ ଲୀଳା କରୁଛନ୍ତି। ପରମାତ୍ମାଙ୍କ ସୁଖ ବିନା ଅନ୍ୟ ସୁଖ ନାହିଁ। ତୁମେ ଏହିପରି ପ୍ରଭୁଙ୍କୁ ଛାଡ଼ି ମନୁଷ୍ୟକୁ ସୁଖ ମିଳିବ କିପରି? ସୂର୍ଯ୍ୟ, ଶିବ, ଗଣେଶ ଆଦି ଦେବଗଣ ସମସ୍ତେ ନିଜ ନିଜର କର୍ମ ଫଳରୁ ସଂସାରରେ ସମ୍ମାନ ଲାଭ କରନ୍ତି। ଅର୍ଚ୍ଚନାରେ ଦୋଷ ହୋଇ ଅଭିଷ୍ଟ ଫଳ ପ୍ରଦାନ କରନ୍ତି। ସେ ଦେବତାଗଣ ମଧ୍ୟ ନାରାୟଣଙ୍କୁ ଭକ୍ତି କରିବା ଫଳରେ ନାରାୟଣ ତାଙ୍କ ହୃଦୟ ମଧ୍ୟରେ ନିବାସ କରି ପୂଜକକୁ ଅଭିଷ୍ଟ ଫଳ ପ୍ରଦାନ କରି ନିମନ୍ତେ ପ୍ରେରଣା ଦିଅନ୍ତି। ହେ ରାଜନ୍, ଆପଣ ଜଣେ ପରମ ବୈଷ୍ଣବ, ବ୍ରହ୍ମଙ୍କ ପଞ୍ଚମ ପୁରୁଷ ରୂପେ ଧରା ପକ୍ଷରେ ଅବତୀର୍ଣ୍ଣ ହୋଇଛନ୍ତି। ଆପଣ ମଧ୍ୟ ଅଷ୍ଟାଦଶ ବିଦ୍ୟାର ପାରଙ୍ଗତ। ପ୍ରଜାଙ୍କୁ ନ୍ୟାୟରେ ପାଳନ କରନ୍ତି। ଏଣୁ ଚର୍ମଚକ୍ଷୁରେ ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀହରିଙ୍କ ଦର୍ଶନ ପାଇବେ, ଏଥିରେ କୌଣସି ସନ୍ଦେହ ନାହିଁ। ପିତାମହ ବ୍ରହ୍ମା ଆପଣଙ୍କ ଏହି କାର୍ଯ୍ୟରେ ସହଯୋଗ ପ୍ରଦାନ ନିମନ୍ତେ ମୋତେ ନିଯୁକ୍ତ କରିଛନ୍ତି। କ୍ଷେତ୍ରରେ ପହଞ୍ଚିବା ପରେ ଯଥା ସମୟରେ ମୁଁ ସମସ୍ତ କଥା ଆପଣଙ୍କୁ କହିବି। ବର୍ତ୍ତମାନ ରାତ୍ରିର ତୃତୀୟ ପ୍ରହର ହେଲାଣି। ଏବେ ସଭା ଭଙ୍ଗ କରି ସମସ୍ତେ ନିଜ ନିଜ ଗୃହକୁ ଗମନ କରନ୍ତୁ।